ଆଜିର ଭିଡିଓରେ ଆମେ କଥା ହେବା ଜୟୀ ରାଜଗୁରୁଙ୍କ ବିସ୍ତୃତ ଜୀବନୀ ବିଷୟରେ। ଜୟୀ ରାଜଗୁରୁଙ୍କ ପ୍ରକୃତ ନାମ ଜୟକୃଷ୍ଣ ରାଜଗୁରୁ ମହାପାତ୍ର। ସେ 1739 ମସିହା ଅକ୍ଟୋବର 29 ତାରିଖରେ ପୁରୀ ଜିଲ୍ଲାର ହରିକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚାନ୍ଦ ରାଜଗୁରୁ ଓ ମାତାଙ୍କ ନାମ ହରାମଣି ଦେବୀ ଥିଲା। ସେ ଖୋର୍ଦ୍ଧା ରାଜବଂଶର ବଂଶାନୁକ୍ରମିକ ରାଜପୁରୋହିତ ମନ୍ତ୍ରୀ ତଥା ରାଜଗୁରୁ ପରିବାରର ଦାୟାଦ ଥିଲେ। ବାଲ୍ୟକାଳରୁ ସେ ସଂସ୍କୃତ ସାହିତ୍ୟ, ବେଦ, ପୁରାଣ, ଧର୍ମଶାସ୍ତ୍ର ଏବଂ ରାଜନୀତି ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଏହା ସହିତ ସେ ସମରକଳା, ଅସ୍ତ୍ରଶସ୍ତ୍ର ଚାଳନା ଓ ସୈନ୍ୟ ପରିଚାଳନାରେ ମଧ୍ୟ ନିପୁଣ ଥିଲେ। ଖୋର୍ଦ୍ଧା ରାଜା ଦ୍ୱିତୀୟ ଦିବ୍ୟସିଂହ ଦେବଙ୍କ ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ଖୋର୍ଦ୍ଧାର ରାଜା ହୋଇଥିଲେ। ରାଜା ନାବାଳକ ଥିବାରୁ ଜୟୀ ରାଜଗୁରୁ ରାଜ୍ୟର ପ୍ରଶାସନିକ, ସୈନ୍ୟ ତଥା ରାଜନୈତିକ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଖୋର୍ଦ୍ଧାର ପାଇକ ଯୋଦ୍ଧାମାନଙ୍କୁ ସଂଗଠିତ କରି ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ। 1803 ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ଖୋର୍ଦ୍ଧା ରାଜ୍ୟ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କଲେ। ପ୍ରଥମେ ଇଂରେଜମାନେ ମରାଠାମାନଙ୍କ ବିରୁଦ୍ଧରେ ସହାୟତା ବଦଳରେ ଖୋର୍ଦ୍ଧାକୁ କାନିକା, କୁଜଙ୍ଗ ଓ ରଙ୍ଗେଇ ଅଞ୍ଚଳ ସହ ଅର୍ଥ ଦେବାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପ୍ରତିଶ୍ରୁତି ଭଙ୍ଗ କଲେ। ଜୟୀ ରାଜଗୁରୁ ଇଂରେଜମାନଙ୍କର ଏହି କପଟତାକୁ ଦୃଢ଼ ବିରୋଧ କଲେ ଏବଂ ଖୋର୍ଦ୍ଧା ରାଜାଙ୍କୁ ସଂଗ୍ରାମ ପାଇଁ ପ୍ରସ୍ତୁତ କଲେ। ସେ ପାଇକମାନଙ୍କୁ ଏକାଠି କରି ବ୍ରିଟିଶ ସେନା ବିରୋଧରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ କଲେ। ତାଙ୍କ ନେତୃତ୍ୱରେ ପାଇକ ଯୋଦ୍ଧାମାନେ ଇଂରେଜ ସୈନ୍ୟଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଇଂରେଜମାନେ ଖୋର୍ଦ୍ଧା ଦୁର୍ଗ ଘେରାଉ କରି ଆକ୍ରମଣ କରିଥିଲେ। ଗୁପ୍ତଚରଙ୍କ ବିଶ୍ୱାସଘାତକତା ଯୋଗୁଁ 1804 ମସିହା ଡିସେମ୍ବର ମାସରେ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ଗିରଫ କରିଥିଲେ। ତାଙ୍କୁ ମେଦିନୀପୁରର ବାଘ ବରଗଛ ନିକଟରେ ବିଚାର ପାଇଁ ରଖାଯାଇଥିଲା। ବିଚାର ସମୟରେ ମଧ୍ୟ ସେ ଇଂରେଜମାନଙ୍କ ଆଗରେ ନ ପଡ଼ି ନିଜର ମାତୃଭୂମି ପାଇଁ ଦୃଢ଼ ସ୍ୱର ଉଠାଇଥିଲେ। 1806 ମସିହା ଡିସେମ୍ବର 6 ତାରିଖରେ ମେଦିନୀପୁରଠାରେ ଇଂରେଜମାନେ ତାଙ୍କୁ ଏକ ବରଗଛର 2ଟି ଡାଳରେ ବାନ୍ଧି ନିର୍ମମ ଭାବେ ଚିରି ହତ୍ୟା କରିଥିଲେ। ଜୟୀ ରାଜଗୁରୁ ହେଉଛନ୍ତି ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ କରି ପ୍ରାଣବଳି ଦେଇଥିବା ଓଡ଼ିଶାର ତଥା ଭାରତର ଅନ୍ୟତମ ପ୍ରଥମ ଅମର ଶହୀଦ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଭିଡ଼ିଓରେ। ନମସ୍କାର।